ଏବଂ ଆମ କୁମଳା ସିଂ ମଣ୍ଡଳୀର ସମ୍ମାନୀୟ ପାଳକ ମହାଶୟଙ୍କୁ ଏବଂ ଦିଗଙ୍ଗଣଙ୍କୁ ଏବଂ କୋଷାଧ୍ୟକ୍ଷ ବା ସମ୍ପାଦକ ଏବଂ ଯେତେ ପ୍ରଭୁଙ୍କ ଦାସଦାସୀମାନେ ଉପସ୍ଥିତ ଅଛନ୍ତି ବିବାହ ସମୟରେ ଏବଂ କନ୍ୟା ବା ବର ପାର୍ଟି ଏବଂ କନ୍ୟା ପାର୍ଟି ପ୍ରତ୍ୟେକଙ୍କୁ ଯୀଶୁଙ୍କ ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଆମେ ବିଶେଷ କରିଥାଉ ପ୍ରେଜ୍ ଦ ଲର୍ଡ ବୋଲି। ଆଉ ସମସ୍ତଙ୍କୁ ନମସ୍କାର। ପ୍ରଭୁଙ୍କ ଦାସ ଆମର ପାଳକ ମହାଶୟ କହିଲେ ଆପଣ ଅଳ୍ପ ସମୟ କିଛି କୁହନ୍ତୁ ବିବାହ ସମ୍ବନ୍ଧରେ। ସେ ଯାହା ହଉ ଆମେ ବେଶୀ ଲେଟ୍ କରିବା ନାହିଁ, କାରଣ କାମ ଅଛି। ପଢ଼ୁଥିଲୁ ଆମେ ଯେ ଏପ୍ରିଲ ପୁସ୍ତକ 13:4 ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେବ। ବିବାହ ପରମେଶ୍ୱର ସ୍ଥାପନ କରିଥିବା ବିଧି ବିଧାନକୁ ବୁଝାଏ। ସେ ଏହା ସ୍ଥାପନ କରିଛନ୍ତି। ଏଣୁକରି ବିବାହ କରିବା ଆମମାନଙ୍କର କର୍ତ୍ତବ୍ୟ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱରଙ୍କ ଇଚ୍ଛା ମନୁଷ୍ୟ ବିବାହ କଲା ପରେ ଗୋଟେ ଆଶୀର୍ବାଦ ସେମାନଙ୍କୁ ଦେଇଛନ୍ତି। ପ୍ରଭୁ ବହୁ ବଂଶ ପ୍ରଜାବଂଶ ହୁଅନ୍ତୁ, ଏହା ତାଙ୍କର ଇଚ୍ଛା। ସେ ଇଚ୍ଛାକୁ ମନୁଷ୍ୟ ପୂର୍ଣ୍ଣ କରିଥାଏ ସେମାନଙ୍କ ଜୀବନ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବିବାହ କ'ଣ? ଜଣେ ଯୁବା ଏବଂ ଜଣେ ଯୁବତୀ ମଣ୍ଡଳୀ ସାକ୍ଷାତରେ ଏବଂ ପ୍ରଭୁଙ୍କ ସମ୍ମୁଖରେ ବା ଉପସ୍ଥିତିରେ ପବିତ୍ର ଭାବରେ ସମ୍ମିଳନ ହେବାକୁ କୁହାଯାଉଥିବା ବିଷୟକୁ ବିବାହ କୁହାଯାଏ। ଆମେ ଦେଖୁଛୁ ଯେ ପରମେଶ୍ୱର କହିଲେ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ। ଏଇ ଇଚ୍ଛାକୁ ଆମେ ମାନେ ପୂର୍ଣ୍ଣ କରୁଛୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜଣେ ପୁଅ ଏବଂ ଜଣେ ଝିଅ ସେମାନେ ବିବାହ କାହିଁକି କରୁଛନ୍ତି ତାହା ବି ଆମେ ଜାଣିବା ଦରକାର। ମୁଁ ଆପଣମାନଙ୍କୁ କିଛି ଗୋଟେ କଥା କହିବି। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମରଣୀ ସ୍ତ୍ରୀ ସହିତ କଥାବାର୍ତ୍ତା କରୁଛନ୍ତି, ସେ ତାକୁ ଗୋଟେ କଥା କହିଲେ, ତୁମର ସ୍ୱାମୀକୁ ତୁମେ ଡାକିକି ଆଣ। ସେ କହିଲା, ମୋର ସ୍ୱାମୀ ନାହିଁ। ଯୀଶୁ ତାକୁ କହିଲେ, ତୁମର 5 ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ଯିଏ ଅଛି ସେ ମଧ୍ୟ ତୁମର ସ୍ୱାମୀ ନୁହନ୍ତି। ଏହାର କହିବା ଉଦ୍ଦେଶ୍ୟ କ'ଣ? ସେ ତ ସ୍ୱାମୀ ରଖିଥିଲେ। ପ୍ରଭୁ କହୁଛନ୍ତି ସେଇଟା ଏବେ ମଧ୍ୟ ରଖିଛ ବୋଲି, କିନ୍ତୁ ସ୍ୱାମୀ ନାହିଁ ବୋଲି କହିବା ଉଦ୍ଦେଶ୍ୟ, ତାର ତାତ୍ପର୍ଯ୍ୟ କ'ଣ? ଯଦି ଆମେ ସ୍ତ୍ରୀ ଗ୍ରହଣ କରୁଛୁ କିମ୍ବା ସ୍ୱାମୀ ଗ୍ରହଣ କରୁଛୁ, ଯଦି ଆମେ ବିବାହ କରିନାହୁଁ, ତେବେ ତାହା ଈଶ୍ୱରଙ୍କ ଦୃଷ୍ଟିରେ ବ୍ୟଭିଚାର କାର୍ଯ୍ୟ କରୁଛୁ ବୋଲି ଆମେ ଜାଣିବା ଦରକାର। କାରଣ ଯୋଉ ବିବାହ କରେ ନାହିଁ ସେ ବ୍ୟଭିଚାରୀ ଏବଂ ପାରଦାରିକ, ଏ ଦିଟା କଥା ଲେଖାଗଲା। ଆଉ ପରମେଶ୍ୱର ମଧ୍ୟ କହୁଛନ୍ତି ଆମେ ବିଚାରରେ ସେମାନଙ୍କୁ ଆଣିବା। ଏଣୁକରି ବାସ୍ତବ ଭାବରେ ଆମେ ଏଇ ଦଣ୍ଡ ରକ୍ଷା ପାଇବା ପାଇଁ, ପରମେଶ୍ୱରଙ୍କ କ୍ରୋଧ ରକ୍ଷା ପାଇବା ପାଇଁ ଆମେ କ'ଣ କରୁଛୁ? ଆମର ପୁତ୍ର କନ୍ୟା ମାନଙ୍କୁ ଆମେ ବିବାହ କରାଉଛୁ ବା ବିବାହ ଦଉଛୁ। ପ୍ରଭୁଙ୍କ ଲୋକମାନେ, ଆମେ ଦେଖୁଛୁ ବାସ୍ତବ ଭାବରେ ପାଉଲଙ୍କର ନିଗୁଡ ତତ୍ତ୍ୱ ବାକ୍ୟ ଅନୁଯାୟୀ କିଛି ପରାମର୍ଶ ରହିଅଛି, ଯାହାକି ଲେଖା ଅଛି ସେଇ ମାଥ୍ୟୁ 19 ପର୍ବର 5 ଏବଂ 6 ପଦ। ଏବେ ଯାହା ମୁଁ ପଢୁଥିଲି ହଁ ସେମାନେ ଆଉ ଦୁଇ ନୁହନ୍ତି, ଏକାଙ୍ଗ ମାନେ ଏକ ହେବା ପାଇଁ ଯାଉଛନ୍ତି।
ଧନ୍ୟବାଦ। ତେବେ ସେମାନେ କ'ଣ ଏକାଙ୍ଗ ହଉଛନ୍ତି, କ'ଣ ଏକ ସେମାନଙ୍କର ହଉଛି, ଆମେ ଏଠି ଚିନ୍ତା କରିବାକୁ ପଡ଼ିବ। ସେମାନେ ପ୍ରଥମେ ସେମାନଙ୍କର ମନ ଦୁଇ ନଥିଲା, ଏକ ନଥିଲା। ଯେତେବେଳେ ସେମାନେ ବିବାହ କରିବେ ସେମାନଙ୍କର ଚିନ୍ତାଧାରା ଏକ ହେବା ଦରକାର, ସେମାନଙ୍କର ମନ ଏକ ହେବା ଦରକାର, ସେମାନଙ୍କର ଭାବନା ଏକ ହେବା ଦରକାର। ଏଥିପାଇଁ ପ୍ରଭୁ ସେମାନଙ୍କୁ ଦୁଇରୁ ଏକ କରିବା ପାଇଁ ଯାଉଛନ୍ତି। ଏଇଟା ହଉଛି ବଡ଼ ନିଗୁଡ ତତ୍ତ୍ୱ ବିଷୟ। ସ୍ୱାମୀ ସ୍ତ୍ରୀଙ୍କୁ ତାର ପରାମର୍ଶ ନେବାକୁ ହବ, ସ୍ତ୍ରୀ ସ୍ୱାମୀର ପରାମର୍ଶ ନେବ। ସେମାନେ ଏକ ହେବା ଉଦ୍ଦେଶ୍ୟ ହଉଛି ସେମାନେ ସବୁ ବିଷୟ ଏକ ଭାବରେ ଯେକୌଣସି କାର୍ଯ୍ୟ କରିବେ। ଯାହା ହଉ, ମୁଁ ବରଙ୍କୁ ଗୋଟିଏ କଥା କହିବା ପାଇଁ ଚାହେଁ। ଆମେ ଏଫିସି ପୁସ୍ତକ ଆଡ଼କୁ ଯିବା। ସେହିପରି ସ୍ୱାମୀମାନଙ୍କ ମଧ୍ୟ ଆପଣ ଆପଣ ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦସ୍ୟ ପ୍ରେମ କରିବା ଉଚିତ। ଯେ ସ୍ତ୍ରୀ ନିଜ ସ୍ତ୍ରୀକୁ ପ୍ରେମ କରେ ସେ ଆପଣଙ୍କୁ ପ୍ରେମ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ବର୍ତ୍ତମାନ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଏହା ଗୋଟେ ଆମର ପରାମର୍ଶ, ଯେ ପରମେଶ୍ୱରଙ୍କର ପରାମର୍ଶ ଏହା। ଆଜି ବଡ଼ ଭାବରେ ଯେ ବର୍ତ୍ତମାନ ଆମମାନଙ୍କ ଗ୍ରହଣରେ ଅଛନ୍ତି ଇସ୍ରାଏଲ, ସେ ଯାହା ହଉ ତାକୁ ଏହି ବାକ୍ୟ ଆମେ ପରାମର୍ଶ କହିବାକୁ ଚାହୁଁଛୁ। ସେ ଆପଣା ସ୍ତ୍ରୀଙ୍କୁ ବା ସଙ୍ଗୀତା ଗୁରୁଙ୍କୁ ଆତ୍ମତୁଲ୍ୟ ପ୍ରେମ କରିବାକୁ ହେବ। ଏହା ହେଉଛି ଈଶ୍ୱରଙ୍କର ପରାମର୍ଶ। କେମିତି ଆତ୍ମତୁଲ୍ୟ ପ୍ରେମ କରିବ? ନିଜେ ଯେମିତି ନିଜକୁ ଆମେ ସଜଉଛୁ, ଯଦି ଆମ ନିଜକୁ ଆଜି କୌଣସି ପେନ୍ ହେଉଛି, ବାଧା ହେଉଛି, କଷ୍ଟ ହେଉଛି, ଯେମିତି ଆମେ ଅନୁଭବ କରୁଛୁ, ସେମିତି ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ କୌଣସି ଅସୁବିଧା ହେଲା, କୌଣସି ବିଷୟ ସେ ଫିଲ୍ କରିବାକୁ ପଡ଼ିବ, ଅନୁଭବ କରିବାକୁ ପଡ଼ିବ। ତାହା ହେଉଛି ଆତ୍ମତୁଲ୍ୟ ପ୍ରେମ। ସେ ପେଟେ ଖାଇ ଦେଇକି ବୁଲୁଥିବ, ତାଙ୍କ ସ୍ତ୍ରୀ ଭୋକରେ ଥିବ, ସେଇଟା ଆତ୍ମତୁଲ୍ୟ ପ୍ରେମ ନୁହେଁ। କିମ୍ବା ସେ ଭଲ ଥିବ, ତାଙ୍କ ସ୍ତ୍ରୀ ଜ୍ୱର। ଆମେ ଦେଖୁଛୁ ସାରା ଅବ୍ରାହମକୁ ପ୍ରଭୁ ବୋଲି ଡାକୁଥିଲେ। ମାନେ କେତେ ବଡ଼ ବିଷୟ ଏଇଟା। ନିଜ ସ୍ୱାମୀକୁ ସେ ପ୍ରଭୁ ଭାବରେ ସେ ଉଚ୍ଚାରଣ କରୁଥିଲେ। ଆଜି ତଦ୍ରୂପ ସଙ୍ଗୀତା ମଧ୍ୟ ତାଙ୍କ ସ୍ୱାମୀକୁ ପ୍ରଭୁ ପରି ସମ୍ମାନ ଦେବାକୁ ହବ, ପ୍ରଭୁ ପରି ତାଙ୍କୁ ବ୍ୟବହାର କରିବାକୁ ହବ। ମନ ଇଚ୍ଛା ଯାହା ମୁଖରେ ଆସିବ ସେମିତି କହିବାକୁ ହବ ନାହିଁ। ପ୍ରଭୁ ତାହା ଚାହାନ୍ତି। ଏହା ହେଉଛି ନିଗୁଡ ତତ୍ତ୍ୱ ବିଷୟଟେ, ଯେ ସ୍ୱାମୀକୁ ସେ କ'ଣ କରିବ? ଭକ୍ତି କରିବ। ଏଇଟା ହେଉଛି ଆଜିର ପରାମର୍ଶ। ଆମେ ପରସ୍ପର ଏକ ହୋଇ ବା ଈଶ୍ୱରଙ୍କର ଆଉ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବାକୁ ପଡ଼ିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜିର ଏଇ ବିବାହରେ ଯେଉଁ ବର ଏବଂ କନ୍ୟା ବର୍ତ୍ତମାନ ଅଛନ୍ତି, ସେମାନେ ଉଭୟ ପରମେଶ୍ୱରଙ୍କୁ ଗୌରବ ଦିଅନ୍ତୁ ଏବଂ ପରମେଶ୍ୱରଙ୍କ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ। ପ୍ରଭୁ ଯେପରି ମଣ୍ଡଳୀକୁ ପ୍ରେମ କଲେ, ଆପଣାର ପ୍ରାଣ ଦେଲେ, ସେହିପରି ବର ଇସ୍ରାଏଲ ବାବୁ ମଧ୍ୟ ଆତ୍ମତୁଲ୍ୟ ପ୍ରେମ କରୁ ଏବଂ ସଙ୍ଗୀତା ମଧ୍ୟ ନିଜର ସ୍ୱାମୀକୁ ପ୍ରଭୁ କରି ଭକ୍ତି ଭୟ ସମ୍ମାନ ଦେଇ ଦରଦ ହଉ। ପ୍ରଭୁ ଏ ବାକ୍ୟ ଦେଇ ଆମର ଦର୍ଶନ କରନ୍ତୁ।